ପୁଣି ସ୍ୱର୍ଗଦ୍ୱାରରେ ଦେଖିବାକୁ ମିଳିଛି ଲୋମଟାଙ୍କୁରା ଦୃଶ୍ୟ। କୁନି ଝିଅଟି ସହ ଘଟିଛି ବହୁତ ବଡ଼ ଅଘଟଣ। ଏପଟେ ଛାତି ଫଟାଇ କାନ୍ଦୁଛି ସେ ନିରୀହ ମା, ସେପଟେ ବାପର ଛାତିଟି ଫାଟି ଯାଉଛି। ଆଉ ଗାଁ ଲୋକମାନଙ୍କ ଆଖିରୁ ଝରି ପଡୁଛି ଧାର ଧାର ଲୁହ। ହଁ ବନ୍ଧୁମାନେ, ମହାପ୍ରଭୁ ଏସବୁ କ'ଣ କରିଦେଲେ? କାହିଁକି ବିଚରା ମା ଉପରେ ଦାଉ ସାଧିଲେ ଠାକୁରେ? ବନ୍ଧୁମାନେ, ଆପଣ ଯଦି ସତରେ ମହାପ୍ରଭୁଙ୍କୁ ଭକ୍ତି କରନ୍ତି, ତାଙ୍କୁ ଆରାଧ୍ୟ ଦେବତା ବୋଲି ମାନନ୍ତି, ତେବେ ଦୟାକରି ଏହି କରୁଣ ସତ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ମୋର ଏଇ ଗୋଟିଏ କଥା ମାନି ଥରୁଟିଏ ଶେଷ ପର୍ଯ୍ୟନ୍ତ ଭିଡ଼ିଓରେ ରୁହନ୍ତୁ। ଦେଖିବେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯିବ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ସୁଶୀଲ ବାବୁ ଆଉ ତାଙ୍କ ସ୍ତ୍ରୀ ମିତା ମ୍ୟାଡ଼ାମ ଦୁହେଁ 2016 ମସିହାରେ ପ୍ରେମ ବିବାହ କରିଥିଲେ। ଘରେ ସହମତି ନ ମିଳିବାରୁ ଏକ ମନ୍ଦିରରେ ବାହା ହୋଇଥିଲେ। ସେହି ଦିନଠାରୁ ଦୁହେଁ ବିଚାର କରିଥିଲେ କି ଭୁବନେଶ୍ୱରରେ ରହି ତାଙ୍କ ଦାମ୍ପତ୍ୟ ଜୀବନ ଅତିବାହିତ କରିବେ। ଠିକ୍ ସେହିପରି ସୁଶୀଲ ବାବୁ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରିବାକୁ ଲାଗିଲେ। ଆଉ ଦୁହିଁଙ୍କ ଜୀବନ ସେଠାରେ ଦୁଃଖେ ସୁଖେ କଟିବାକୁ ଲାଗିଲା। ହେଲେ ସେଠାରେ ଏମିତି 3 ବର୍ଷ ବିତିଗଲା ପରେ ତାଙ୍କ ଜୀବନରେ ଦୁଃଖର ପାହାଡ଼ ଛିଡ଼ି ପଡ଼ିଲା। ସେମାନେ ଯେତେ ଚେଷ୍ଟା କଲା ପରେ ବି ତାଙ୍କର ପିଲାଛୁଆ ହେଉନଥାଏ। ତାପରେ ସେମାନେ ଅନେକ ଡାକ୍ତରମାନଙ୍କୁ ଦେଖାଇଲେ। ଆଉ ସମସ୍ତେ କହିଲେ ମିତା ମ୍ୟାଡ଼ାମ କେବେ ବି ମା ହୋଇପାରିବେ ନାହିଁ। ଏପରି କଥା ଶୁଣି ଶୁଣି ମିତା ମ୍ୟାଡ଼ାମଙ୍କ କାନ ବଧିରା ହୋଇଗଲାଣି। ସେ ଜିଅନ୍ତା ଶବ ପାଲଟି ଗଲେଣି। ହଁ, ସେ ବା ଆଉ କ'ଣ କରିପାରିବେ? ଯାହା ସେହି ମହାପ୍ରଭୁଙ୍କ ଇଚ୍ଛା। ରଖିଲେ ରଖିବେ ସିଏ, ମାରିଲେ ମାରିବେ ସିଏ। ଏମିତି ସବୁବେଳେ ସେଇ ଗୋଟିଏ କଥାକୁ ଭାବି ଭାବି ମନକୁ ମାରି ବସନ୍ତି ମିତା ମ୍ୟାଡ଼ାମ। ହେଲେ ଦିନକର କଥା, ସେଦିନ ଦ୍ୱିପ୍ରହର ସମୟ ହୋଇଥାଏ। ସୁଶୀଲ ବାବୁ ଅଫିସରେ ଥାଆନ୍ତି, ଆଉ ଘରେ ମିତା ମ୍ୟାଡ଼ାମ ଲଞ୍ଚ କରି ଟିକିଏ ବିଶ୍ରାମ କରୁଥାନ୍ତି। ଏମିତି ବିଶ୍ରାମ କରୁ କରୁ ତାଙ୍କୁ ଟିକିଏ ଛାଇ ନିଦ ଲାଗିଯାଇଥାଏ। ହଠାତ୍ ସେ ସ୍ୱପ୍ନରେ ଦେଖୁଛନ୍ତି ତାଙ୍କର 2ଟି ଯାଆଁଳା ପୁଅ ହୋଇଛି। ଆଉ ମହାପ୍ରଭୁ କହୁଛନ୍ତି, ଆରେ ମା ମିତା, ତୁ ସମସ୍ତଙ୍କ ପାଖକୁ ଗଲୁ, ତୁ ସବୁ କିଛି କରିଦେଲୁ, ହେଲେ ମୋତେ ଟିକିଏ ତୋ ଦୁଃଖ ଜଣେଇ ପାରିଲୁ ନାହିଁ। ହଉ ଛାଡ଼ ସେ କଥା, ମୋତେ ନ ଡାକିଲୁ ନାହିଁ, ଏବେ ତୁ ଖୁସି ଅଛୁ ତ? ସେଉଠୁ ମିତା ମ୍ୟାଡ଼ାମ ଜୋରରେ କହିବାକୁ ଲାଗିଲେ, ହଁ ପ୍ରଭୁ, ହଁ ପ୍ରଭୁ। ଏତିକି କହିବା ଭିତରେ ତାଙ୍କ ନିଦଟି ଭାଙ୍ଗିଗଲା। ନିଦରୁ ଉଠିପଡ଼ି ତାଙ୍କ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ ମିତା ମ୍ୟାଡ଼ାମ। ତାପରେ ସିଧା ଠାକୁର ଘରକୁ ଦୌଡ଼ି ଯାଇ ଛାତି ଫଟାଇ କାନ୍ଦି କାନ୍ଦି କହିବାକୁ ଲାଗିଲେ, ହେ ଠାକୁରେ, ମୋର ବହୁତ ବଡ଼ ଭୁଲ ହୋଇଯାଇଛି ଠାକୁରେ। ଏ ସଂସାରର ମୋହମାୟା ବନ୍ଧନରେ ପଡ଼ି ମୁଁ ତୁମକୁ ଭୁଲି ଯାଇଛି ମହାପ୍ରଭୁ, ମୁଁ ତୁମକୁ ଭୁଲି ଯାଇଛି। ହେଲେ ତୁମ ଝିଅକୁ କ'ଣ ତୁମେ କ୍ଷମା କରିଦେବନି ଠାକୁରେ? କୁହ ମହାପ୍ରଭୁ, ମୋ କଥାର ଜବାବ ଦିଅ। ଏମିତି କାନ୍ଦି କାନ୍ଦି ସବୁ ଭୁଲର ପ୍ରାୟଶ୍ଚିତ କଲେ ମିତା ମ୍ୟାଡ଼ାମ। ଆଉ ପୁଣି ତାଙ୍କ କାମରେ ଲାଗି ପଡ଼ିଲେ।
ଏମିତି ଦିନ ପରେ ଦିନ ବିତି ଚାଲିଲା। ପୁଣି 4 ରୁ 6 ମାସ ବିତିଗଲା। ହେଲେ ତାଙ୍କ କୋଳରେ ଏପର୍ଯ୍ୟନ୍ତ ସନ୍ତାନଟିଏ ମହାପ୍ରଭୁ ଦେଇନାହାନ୍ତି। କିନ୍ତୁ ମିତା ମ୍ୟାଡ଼ାମ ମହାପ୍ରଭୁଙ୍କୁ ନିରନ୍ତର ଭାବେ ଭକ୍ତି କରୁଛନ୍ତି, ଆଉ ସେହି ଦିନକୁ ଅପେକ୍ଷା କରି ବସିଛନ୍ତି। ଏମିତି ସ୍ୱାମୀ ସ୍ତ୍ରୀ ଦିନେ ରାତିରେ ଶୋଇଥାନ୍ତି। ହଠାତ୍ ମିତା ମ୍ୟାଡ଼ାମଙ୍କ ପେଟ ଜୋରରେ କାଟିଲା। ଆଉ ତୁରନ୍ତ ତାଙ୍କୁ 6 ନମ୍ବର ମେଡ଼ିକାଲକୁ ନେଇଗଲେ। ସେଠାରେ ଡାକ୍ତର ବାବୁ ପରୀକ୍ଷା ନିରୀକ୍ଷା କରି କହିବାକୁ ଲାଗିଲେ, ଆପଣଙ୍କ ସ୍ତ୍ରୀ ମା ହେବାକୁ ଯାଉଛନ୍ତି, ଆଉ ପିଲାକୁ 3 ମାସ ହୋଇଗଲାଣି। ଏହା ଶୁଣି ଦୁହେଁ ଖୁସିରେ ଫାଟି ପଡ଼ିଲେ, ଆଉ ମହାପ୍ରଭୁଙ୍କୁ ଧନ୍ୟବାଦ ଜଣାଇଲେ। ଏମିତି ସବୁକିଛି ଠିକ୍ ଠାକ୍ ହୋଇଗଲା। ଏମିତି ଚାହୁଁ ଚାହୁଁ ଆସି 10 ମାସ ବିତିଗଲା। ଆଉ ସେଇ ଖୁସିର ଦିନକୁ ଅପେକ୍ଷା କରିଥାନ୍ତି ବାପା ମା। ମିତା ମ୍ୟାଡ଼ାମ ଗର୍ଭବତୀ ଥିବାରୁ ତାଙ୍କ ସ୍ୱାମୀ ଆଉ ସେ ନିଜେ ତାଙ୍କର ଏକ ବନ୍ଧୁ ଘର ପୁରୀରେ ରହିଲେ। ଆଉ ସେତେବେଳେ ବର୍ଷା ଦିନ ହୋଇଥାଏ। ଦିନେ ହଠାତ୍ ତାଙ୍କର ଡେଲିଭରି ପେନ୍ ହେବାରୁ ତାଙ୍କ ସାଙ୍ଗ ତାଙ୍କୁ ପୁରୀ ବଡ଼ ମେଡ଼ିକାଲକୁ ନେଇଯାଇଥିଲେ। ଆଉ ତାଙ୍କ ସ୍ୱାମୀ ସୁଶୀଲ ବାବୁଙ୍କ ସମେତ ଅନ୍ୟମାନେ ସେ ଖୁସିର ମୁହୂର୍ତ୍ତକୁ ଅନେଇ ବସିଥାନ୍ତି। କିନ୍ତୁ ସୁଶୀଲ ବାବୁଙ୍କ ସହିତ ଘଟିଗଲା ବହୁତ ବଡ଼ ଅଘଟଣ। ଡାକ୍ତର ବାବୁ ଆସି କହିଲେ କି ଭଲରେ ଭଲରେ ଡେଲିଭରି ହୋଇଗଲା, କିନ୍ତୁ ଆମେ ଛୁଆଟିକୁ ଯେତେ ଚେଷ୍ଟା କରି ବି ବଞ୍ଚେଇ ପାରିଲୁ ନାହିଁ। ଏତିକି କଥା ଶୁଣି ସୁଶୀଲ ବାବୁଙ୍କ ପାଦ ତଳୁ ମାଟି ଖସିଗଲା। ଆଉ ସେପଟେ ମିତା ମ୍ୟାଡ଼ାମଙ୍କ ଚେତା ବୁଡ଼ି ଯାଉଥାଏ। ଏତେ ବଡ଼ ଦୁଃଖଟିଏ ମହାପ୍ରଭୁ ଦେଲେ ଯେ, ଯାହାକୁ ନିରୀହ ବାପା ମା ଦୁଇଟି ସହିପାରିଲେ ନାହିଁ। ସେଉଠୁ ଛାତି ଫଟାଇ କାନ୍ଦି କାନ୍ଦି ମହାପ୍ରଭୁଙ୍କୁ କହିବାକୁ ଲାଗିଲେ ସୁଶୀଲ ବାବୁ, ହେ କାଳିଆରେ, ଆମେ ତୁମର କି ଦୋଷ କରିଥିଲୁ ଠାକୁରେ? କାହିଁକି ଆମକୁ ଏତେ ବଡ଼ ଦଣ୍ଡ ଦେଲ ଠାକୁରେ? ସେ ନିରୀହ ମାଟିର କ'ଣ ଏମିତି ପାପ ରହିଗଲା ଠାକୁରେ? ହେ କାଳିଆ ଶାନ୍ତେ ମହାପ୍ରଭୁ, ଟିକିଏ ଖୁସି ନ ଦେଇ ଦୁଃଖ ଉପରେ ଦୁଃଖ ଲଦି ଦେଲୁ। ଆରେ ତୁ କ'ଣ ବୁଝିବୁ ଗୋଟିଏ ବାପ ଆଗରେ ତା ପିଲା ଚାଲିଯିବାର କଷ୍ଟ? ହେ କପଟିଆ କାଳିଆ, ମୋ ଛୁଆ ପଛେ ପଛେ ମୋ ସ୍ତ୍ରୀ ବି ମରିଯିବ, ମୁଁ ଆଉ କାହିଁକି ବଞ୍ଚିବି ପ୍ରଭୁ, କାହିଁକି ବଞ୍ଚିବି? ଏମିତି ଅନେକ କଥା ଅଭିମାନରେ କହିଗଲେ ସୁଶୀଲ ବାବୁ। ତାପରେ ତାଙ୍କ ସାଙ୍ଗମାନେ ମେଡ଼ିକାଲରୁ ମୃତ ଶିଶୁ ଓ ତାଙ୍କ ମାଆକୁ ଡିସଚାର୍ଜ କରାଇଲେ, ଆଉ ସ୍ୱର୍ଗଦ୍ୱାରରେ ଦାହ କରିଦେବେ ବୋଲି ଭାବିଲେ। ତାପରେ ଏମିତି ସମସ୍ତେ ଗାଡ଼ିରେ ବସିଲେ, ଆଉ ସ୍ୱର୍ଗଦ୍ୱାର ଯିବା ପାଇଁ ବାହାରିଲେ। ସେତେବେଳକୁ ରାତି ପ୍ରାୟ 11ଟା ହୋଇଥାଏ। ବର୍ଷା ଦିନ ଯୋଗୁଁ ରାସ୍ତାଘାଟରେ ପାଣି ଜମିଥାଏ, ଆଉ ବାଟଘାଟ ଠିକ୍ରେ ଜଣାପଡ଼ୁନଥାଏ। ଏମିତି ହଠାତ୍ ଏକ ହମ୍ପସରେ କାରଟି ଜୋରରେ ପିଟି ହୋଇଗଲା। ସେଉଠୁ ଡ୍ରାଇଭର ଟିକିଏ ଭାରସାମ୍ୟ ହରାଇ ବସିଲା। ଯଦିଓ ସେ ଦୁର୍ଘଟଣାରେ କାହାର କିଛି ହୋଇନଥିଲା, ହେଲେ ଗୋଟିଏ କଅଁଳା ଛୁଆର କାନ୍ଦଣା ସ୍ୱର ଗରଜି ଉଠିଥିଲା। ସମସ୍ତେ ଏପରି ଦୃଶ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, ଆଉ ସମସ୍ତେ ଏକ ସ୍ୱରରେ କହିବାକୁ ଲାଗିଲେ, ମହାପ୍ରଭୁ, ତୁମ ଲୀଳାକୁ କିଏ ବା ବୁଝିପାରିବ? ସତରେ ବନ୍ଧୁମାନେ, କରି କରାଉଥାଏ ସେହି, ତା ବିନୁ ଅନ୍ୟ ଗତି ନାହିଁ। କେତେବେଳେ ସେ କାହାକୁ ମରଣ ମୁହଁରୁ ରକ୍ଷା କରୁଛନ୍ତି ତ କେତେବେଳେ ଧନ ସମ୍ପତ୍ତି ଓଜାଡ଼ି ଦେଉଛନ୍ତି। ସତରେ ଏପରି ଚମତ୍କାର କେବଳ ମୋ ମହାପ୍ରଭୁ ହିଁ କରିପାରିବେ। ତେଣୁ ବନ୍ଧୁମାନେ ଗୋଟିଏ କଥା ମନେ ରଖିବେ, ସେ କୋଟି ଓଡ଼ିଆର ମଉଡ଼ମଣି ଉପରୁ
କେବେ ବି ଭରସା ଉଠେଇବେ ନାହିଁ, କାରଣ ସେ ଉଚିତ ସମୟରେ ଉଚିତ କାର୍ଯ୍ୟ କରିଦେଇ ଯିବେ। ହଁ ବନ୍ଧୁମାନେ, ଆପଣ ଯଦି ସତରେ ମହାପ୍ରଭୁଙ୍କୁ ହୃଦୟରୁ ଭକ୍ତି କରନ୍ତି, ତେବେ ଦୟାକରି କମେଣ୍ଟ ବକ୍ସରେ ମନ ଖୋଲି ଥରୁଟିଏ ଲେଖିଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।